श्री गणेशाय नमः। चैत्र मंगला ओषा कथा बंदई सारला माग तुम्भ श्री चरणे लेखुअछि पद मान कही देव मने नमई सारला माग शिवंक घरणी झंकड़पुरवासिनी महिषा मर्दिनी अंबिका कालिका बेतालिका तोर नाम दुर्गा महामाई गोमंगला तोर नाम जय श्री मंगला मागो तारा कात्यायनी संगतरे रखी अछु 64 जोग्नी मूर्ख पांडुक न जाणई जे मु किछि कंठरे बसीण पद कही देव बाछि। अर्जुन वाच अर्जुन बोलंती तुम्भे शुण दासरथी बुझाई न कह मोते मंगलांक स्तुति। श्री हरि बोलंती तुम्भे शुण हे अर्जुन आंठु कोड़ा राजा को जे देले पुत्र दान मोहर चरणे तांको न भजिला मन तेणु करी आंठु कोड़ा हेले सबु जन एक मन होई जेणु न भजिले मते तेणु करी मंगला जे गले कतुरीते दिव्य रूप तेजी माए वृद्धा रूप हेले कला जे कतरा माए परिधान कले से दिन जे मंगलांक पूजा विधि दिन तेणु करी विजय कले कत क्षण नग्रहाट बाट बोली डाक जे दियंती केन्दु केन्दु चारणीय बोलिण बोलंती ताहा शुणी नगर लोक आणग बोलांती तांको रूप देखी लोके छी छी जा करंती चक्षु मेंचा मेंचा आखी पिछड़ा बहुछि एहा ठारू केन्दु चार नघेनी बाकी छी केन्दु चार ताहा ठारू केही न किणिले ताहा शुणी मंगला जे बीजे करी गले हाट दांडे नगर लोके केही न किणिले एणु करी महामाई विरस होइले मने मने विचार करंती महासती राजनगर को बोली गले जे से तड़ती राजार नवरे जाई प्रवेश होइले केन्दु चारणीय बोली बोलिण बोइले छी छी दूर करी घौड़िले जाऊँ राजा नवर विजे करुथिले तरबर होई चांडालुणी
ଯାଉଥିଲା। ଆସୁଥିଲେ ମାଏ ତାଙ୍କୁ ବାଟରେ ଭେଟିଲା। ଚାଣ୍ଡାଳୁଣୀ ବୋଲୁଛି କାହୁଁ ଯେ ଅଇଲ, କେ ବଣ ଦେଶରୁ ତୁମ୍ଭେ ଥେ ବିଜେ କଲ। ମାଏ ବୋଲୁଛନ୍ତି ତୁମ୍ଭେ ଶୁଣ ଚାଣ୍ଡାଳୁଣୀ, ନଗ୍ର ନର ନାରୀ ମୋତେ ନ ଚିହ୍ନିଲେ ପୁଣି। ମୁହିଁ ସର୍ବମଙ୍ଗଳା ଯେ ଘଉଡ଼ିଲେ ମୋତେ, ତୁ କେ ବଣ କାରଣେ ଯେ ପୁଛା କଲୁ ମୋତେ। ଏହା ଶୁଣି ଚାଣ୍ଡାଳୁଣୀ ପାଦରେ ପଡ଼ିଲା। ନିସ୍ତରିଲି ବୋଲିଣ ସେ ତାଗେ କହିଲା, ମୁହିଁ ତୁମ୍ଭ ଦ୍ୱାରେ ନୀତି ସେବଇ ଚରଣେ। ତୁମ୍ଭ ସେବା ଯ ମୁହିଁ କରିବି ଆପଣେ। ତାହା ଶୁଣି ମଙ୍ଗଳା ଯେ କେନ୍ଦୁଚାର ଦେଲେ, ଅପୁତ୍ରିକ ପୁତ୍ର ଧନ ହେଉ ସେ ବୋଇଲେ। ମୋର ସେବା ସାରି ତୁ ଅଇଲୁ କେନ୍ଦୁଚାର, ମୋତେ ସୁମରଣା କରି ଖାଇବୁ ଯେ ଫଳ। ଏତେ କହି ମଙ୍ଗଳା ଯେ ବିଜେ କରିଗଲେ, ନିଜ ଭୁବନରେ ଯାଇ ପ୍ରବେଶ ହୋଇଲେ। କେନ୍ଦୁଚାର ଘେନି ଶ୍ରିୟା ଚାଣ୍ଡାଳୁଣୀ ଗଲା। ଉତ୍ତମ ପଦାର୍ଥ ମାନ ବଜାରୁ ଆଣିଲା। ଖଇ ମୁଆଁ ନବାତ ସାକର ଛେନା ପଣା, ଗୁଡ଼ ଦୁଧ ମିଠାଇ ଯେ କରିଲେ କୋକିଣା। ଯତ୍ନରେ ପଦାର୍ଥ ମାନ ଘରକୁ ଆଣିଲା। ଚନ୍ଦନ କର୍ପୂର ପାଣି ଗୃହରେ ଛିଞ୍ଚିଲା। ଅଗଣା ଭିତରେ ଏକ ବେଦି ତିଆରିଲା। ଗୋବର ଲିପିଣ ତହିଁ ଝୋଟି ଯେ ଲେଖିଲା। ଜୟ ଶ୍ରୀ ମଙ୍ଗଳା ବୋଲି ଘଟକେ ସ୍ଥାପିଲା। ହଳଦୀ ଗୁଣ୍ଡରେ ଏକ ମୂର୍ତ୍ତି ତିଆରିଲା। ଗଙ୍ଗା ଜଳ ଛିଞ୍ଚି ତହିଁ ବସିଲେ କ ଯାଇ। ମନରେ ସ୍ମରଣା କରି ମଙ୍ଗଳାଙ୍କୁ ଧ୍ୟାଇ। ଚାଣ୍ଡାଳୁଣୀ ନ ଜାତି ଜାତି ମୋର କେଳା। କିଞ୍ଚିତେ ଭକତି ମୋର ଘେନ ମା ମଙ୍ଗଳା। କେନ୍ଦୁ କେନ୍ଦୁ ଚାର ତହିଁ ଭୋଗ ଲଗାଇଲା। ଅମୃତ ପଦାର୍ଥ ମାନ ସବୁ ସମର୍ପିଲା। ଛେଳି ମେଣ୍ଢା କୁକୁଡ଼ା ଯେ ବଳି ପୂଜା କଲା। ପୂଜା ସାରି ଚାଣ୍ଡାଳୁଣୀ ଆନନ୍ଦ ହୋଇଲା। ଫୁଲ ପ୍ରସାଦ ନେଇ ଶିରରେ ଘେନିଲା। ମଙ୍ଗଳା ସୁମରି କେନ୍ଦୁ
ଚାର ଯେ ଭଖିଲା ପୂଜାର ପଦାର୍ଥ ମାନ ନେଲା କଝଟତି ମଙ୍ଗଳାଙ୍କୁ ସୁମରି ଭଖିଲା ତାର ପ୍ରତି ସେହି ଦିନ ଚଣ୍ଡାଳୁଣୀ ଗର୍ଭବାସ ହେଲା ଦିନ ଗଣୁ ଗଣୁ ତହୁଁ 10 ମାସ ହେଲା 10 ମାସ 10 ଦିନ ହୋଇଲା କପୁଣ ପେଟ ବଥାଇଲା ତାର ହୋଇ କିଛି କ୍ଷଣ କୁଜୁ କୁଜୁ ହୋଇ ଆଉ ନ ପାରଇ ଚାଲି ମଙ୍ଗଳାଙ୍କୁ ସୁମରି ସେ ବୋଲେ ମରିଗଲି ରାତ୍ର ପାହିବେଳ ତହୁଁ 7 ଘଡ଼ି ହେଲା ଫୁଲ ଫଳେ ତାହାର ଯେ ପୁତ୍ର ହିଁ ଜନ୍ମିଲା ପୁଣି କ୍ଷଣ କରେ ସେହୁ ପାଇଲା କ ଜ୍ଞାନ ଏତେ ଦିନେ ମଙ୍ଗଳା ଯେ ଦେଲେ ଚକ୍ଷୁଦାନ ନାହୁଡ଼ି କାଟିଣ ପୁତ୍ର ବସାଇଲେ କୋଳେ ମୁଖେ ଚୁମ୍ବ ଦେଇ ତହିଁ ଆନନ୍ଦ ହୋଇଲେ ନଗ୍ର ନର ନାରୀ ମାନେ ସମସ୍ତ ଶୁଣିଲେ ବୃଦ୍ଧା କାଳେ ପୁତ୍ର ଦାନ ପାଇଲା ବୋଇଲେ ହେଉ ହେଉ ବୋଲିଣ ବୋଲନ୍ତି ସର୍ବଜନେ ଆନନ୍ଦ ହୋଇଲେ ଶୁଣି ନଗ୍ର ନାରୀ ମାନେ 2-4 ଦିନ ଯାନ୍ତେ ନାହୁଡ଼ି ଶୁଖିଲା ଦିନ ଗଣି ଚାଣ୍ଡାଳୁଣୀ କାମ ତା ସାରିଲା ହାଟ ଦାଣ୍ଡ ନଗ୍ର ବୁଲି କରୁଥାଇ ଡକା କଅଁଳା ଛୁଆକୁ ଛାଡ଼ି ଅଇଲି ମୁଁ ଏକା ଏହା ବୋଲି ଚାଣ୍ଡାଳୁଣୀ କ୍ଷଣେ ନ ରହି ପୁତ୍ରର ମୁଖରେ ଆସି ଚୁମ୍ବନ ଦିଅଇ ଏହି ମତେ 6 ମାସ ବରଷକେ ଗଲା ପୁଣି ଗର୍ଭବାସ ଯେ ହୋଇଲେ ସେ ତରୁଣୀ 10 ମାସ 10 ଦିନ ଗର୍ଭ ଯହୁଁ ହେଲା ପେଟ ବଥାଇଣ ପୁଣି ପୁତ୍ର ଜାତ କଲା ଏହି ରୂପେ 7 ପୁତ୍ର ହୋଇଲା ଜନମ ଅର୍ଜୁନକୁ ବୁଝାଇ କହନ୍ତି ଭଗବାନ ପୁଣି ଗର୍ଭବାସ ଯେ ହେଲେ ଚଣ୍ଡାଳୁଣୀ ଦୁହିତା ଗୋଟିଏ ଜାତ ହୋଇଲା କପୁଣି 7 ପୁତ୍ରଙ୍କୁ ମୋହର ବିଭା କରାଇବି ଏତେ ଭାବି ବନ୍ଧୁ ଘର ଖୋଜିଣ ସେ ଗଲା 7 ଯେ ପୁତ୍ରଙ୍କୁ ତାର ବିଭା କରାଇଲା ଦୁହିତା ଗୋଟିକୁ ବିଭା କରିଦେଲା ପୁଣ
ସାତ ପୁତ୍ର ସାତ ବୋହୂ ଆଣିଲା କ ଜାଣ। ଅର୍ଜୁନ ଶୁଣିଣ କହନ୍ତି ଯେ ଭଗବାନ, ମଙ୍ଗଳାଙ୍କୁ ସେବି ସେ ପାଇଲା ପୁତ୍ର ଦାନ। ଶ୍ରୀ ଭଗବାନ ବାଚ ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଶୁଣ ଆହେ ପାର୍ଥ, ଠିକ୍ ଠିକ୍ କରି ତୋତେ କହିଦେବା ତଥ୍ୟ। ଏଥୁ ଅନନ୍ତରେ କେତେ ଦିନ ବହିଗଲା, ପ୍ରଭାତ ଉଠିଣ ରାଜା ନଗରକୁ ଗଲା। ଯେଉଁ ଯୋଗେ ଘରୁ ମୁଁ ଯେ ବାହାର ହୋଇଲି, ଆଣ୍ଠୁ କୋଡ଼ା ରାଜା ମୁଖ ଆଜ ମୁଁ ଦେଖିଲି। ଅନ୍ନ ପାଣି ଆଜି ମୋତେ ମିଳିବ କି ନାହିଁ, ଏତେ ବୋଲି ରାଣୀ ହଂସ ପୁରେ ମିଳେ ଯାଇ। ତାହା ଶୁଣି ମହାରାଜା ସ୍ତବ୍ଧ ହୋଇଗଲେ, ଚାକର ମାନଙ୍କୁ ଡାକି ଗୁପତେ କହିଲେ, ଆଜ ତୁମ୍ଭେ ଚାଣ୍ଡାଳୁଣୀ ଘରଠିକୁ ଯାଅ, ରାତ୍ର ଯେ ଦିବସ ତହିଁ ଜଗି ବସିଥାଅ। ଭୁଞ୍ଜିବ କି ନ ଭୁଞ୍ଜିବ ଦେଖୁଥିବ ଜାଣି, ମୋହର ଆଗରେ କହିବିଟି ଆସି ପୁଣି। ଏହା ଶୁଣି ଚାକର ଯେ ବେଗେ ଚଳିଗଲେ, ଚାଣ୍ଡାଳୁଣୀ ଘର ଠାରେ ଜଗିଣ ବସିଲେ। ଏମନ୍ତ ସମୟେ ଶ୍ରିୟା ଚାଣ୍ଡାଳୁଣୀ ଗଲା, ଅନ୍ନ ପାଣି କିଛି କେଉଁଠାରେ ନ ପାଇଲା। ରନ୍ଧନଶାଳାରେ ହାଣ୍ଡି ଭାଙ୍ଗିଲା କତହୁଁ, ଉପବାସେ ସମସ୍ତେ ଯେ ରହିଲେ କତହୁଁ। ଏହା ଦେଖି ରାଜଦୂତେ ବେଗେ ଚଳିଗଲେ, ପାଦେ ପଡ଼ି କର ଯୋଡ଼ି ଛାମୁରେ କହିଲେ, ରାନ୍ଧଣା ଚୁଲିରେ ହାଣ୍ଡି ଭାଙ୍ଗିଲେ କଜହୁଁ, ଉପବାସେ ସମସ୍ତେ ଯେ ରହିଲେ କତହୁଁ। ଚାଣ୍ଡାଳୁଣୀ ଆପଣଙ୍କୁ ବହୁ ନିନ୍ଦା କରି, ତାର ପୁଅ ଝିଅଙ୍କୁ ସେ କହିଲା ଏପରି। ଆଣ୍ଠୁ କୋଡ଼ା ରାଜା ତାର ମୁଖ ଯହୁଁ ମୁଁ ଦେଖିଲି, ତେଣୁ କରି ଉପବାସେ ଆଜ ମୁଁ ରହିଲି। ଏହା ବୋଲି ଆପଣଙ୍କୁ ନିନ୍ଦା କଲା ସେହି, ଶୁଣିଥିବା କଥା ପ୍ରଭୁ କହିଲୁ ବୁଝାଇ। ତାହା ଶୁଣି ମହାରାଜା କମ୍ପିଣ ଉଠିଲେ, ତାହାର ଯେ ଗର୍ବ ମୁହିଁ ଭାଙ୍ଗିବି ବୋଇଲେ। ମୋର ଆଜ୍ଞା ମାନି ଏହି କ୍ଷଣି ଚଳି ଯାଅ, ତାହାର ପୁତ୍ରମାନଙ୍କୁ ହାଣି ଯେ ପକାଅ। ତାହା ଶୁଣି ଦୂତମାନେ
ବେଗେ ଚଳିଗଲେ ତାହାର 7 ପୁତ୍ରକୁ ହାଣି ପକାଇଲେ। ସେଦିନରେ ମଙ୍ଗଳାଙ୍କ ପୂଜା ବିଧି ଜାଣି ଖଇ ମୁଆଁ ଆଣିବାକୁ ଯାଇଥିଲେ ପୁଣି। ଲୋକେ ଯେ ବୋଇଲେ ରାଜା ମାଇଲେ ତୋ ବଂଶ, ଖଇ ମୁଆଁ ନେଇଣ ତୁ କରିବୁ ଟିକିସ। 7 ପୁତ୍ର ଯାକ ତୋର ହାଣି ପକାଇଲେ। ତୋର ପୁତ୍ର ମୁଣ୍ଡମାନ ଶୂଳେ ବସାଇଲେ। ତାହା ଶୁଣି ଚାଣ୍ଡାଳୁଣୀ କାନ୍ଦ ଗୋଳ କଲା। ରାଜା ନବରୁ କାନ୍ଦି ସେ କାନ୍ଦି ଆସୁଥିଲା। ତାହା ଜାଣି ମଙ୍ଗଳା ଯେ ବିଜେ କରିଗଲେ। ଆସୁଥିଲା ଚାଣ୍ଡାଳୁଣୀ ବାଟରେ ଭେଟିଲେ। ମଙ୍ଗଳା ବୋଲନ୍ତି ତୁଲୋ କାନ୍ଦୁ କାହିଁ ପାଇଁ, ତୋର ମନ ବାଞ୍ଛା ଯେ ପୁରାଇବି ମୁହିଁ। ତାହା ଶୁଣି ଚାଣ୍ଡାଳୁଣୀ କାନ୍ଦୁଅଛି ଲୋଟି। ତୁମ୍ଭର ସଞ୍ଚିଲା ମୋର 7 ପୁତ୍ର ଗୋଟି। ଅଦୋଷରେ ରାଜା ମୋର ପୁଅକୁ ମାଇଲା। ଶୂଳିଆ ପଦାରେ ଆଣି ଶୂଳି ଦିଆଗଲା। ମାଏ ବୋଲୁଛନ୍ତି ତୁଲୋ ବେଗ ହୋଇ ଯା ଯା। ମୁହିଁ ରକ୍ଷା କଲେ ପୁଣି କି କରିବ ରାଜା। ମୋର ସେବା ପୂଜା ତୁଇ କରୁଥିବୁ ପୁଣି। ତୋର ପୁତ୍ରମାନେ ଯେ ଆସିବେ ଏହି କ୍ଷଣି। ତାହା ଶୁଣି ଚାଣ୍ଡାଳୁଣୀ ବେଗେ ଚଳିଗଲା। ଖଇ ମୁଆଁ ନବାତ ଯେ ବଜାରୁ କିଣିଲା। ଗୋବର ଲିପିଣ ଏକ ବେଦି ବନାଇଲା। ଚନ୍ଦନ କର୍ପୂର ପାଣି ତହିଁରେ ସିଞ୍ଚିଲା। ହଳଦୀ ଗୁଣ୍ଡରେ ଏକ ମୂର୍ତ୍ତି ବନାଇଲା। ଜୟ ମା ମଙ୍ଗଳା ଗୋ ବୋଲିଣ ବୋଇଲା। ଫୁଲ ଯେ ଚନ୍ଦନ ଦେଇ ପୂଜା ବିଧି କଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା। ଦୁବ ଚାଉଳ ପକାଇ ହୁଳହୁଳି ଦେଲା। ସିଦ୍ଧିମୟୀ ସିଦ୍ଧ କର ବୋଲି ଯେ ବୋଇଲା। ମଙ୍ଗଳା ନାମରେ ଏକ ଗଣ୍ଠି ପକାଇଲା। ଦ୍ୱିତୀୟରେ ମହାମାୟୀ, ତୃତୀୟ ଶୀତଳା। ଚତୁର୍ଥେ ଦେଲା ଯେ ଗଣ୍ଠି କହିଣ ହିଙ୍ଗୁଳା। ପଞ୍ଚମରେ ବିରଜା, ଷଷ୍ଠେ ଭଗବତୀ। ସପ୍ତମେ ରାଜନନ୍ଦିନୀ, ସିଦ୍ଧ ଯେ ପାର୍ବତୀ। ଅଷ୍ଟମରେ ଅମ୍ବିକା ହେ, ନବମେ କାଳିକା।
ଦଶମେ ବିମଳା ଦେବୀ ମୁଣ୍ଡ ଯେ ମାଳିକା। ଏକାଦଶେ ଗଣ୍ଠି ଦେବ ନମୋ ନାରାୟଣୀ। ଦ୍ୱାଦଶରେ ଗଣ୍ଠି ଦେବ ଶିବଙ୍କ ଘରଣୀ। ତ୍ରୟୋଦଶେ ଗଣ୍ଠି ଦେବ ନାମେ ବରୁଣାଇ। ସନ୍ତୋଷ ଚିତ୍ତରେ ଗଣ୍ଠି ପକାଇଲା ତହିଁ। ମଙ୍ଗଳାଙ୍କୁ ଛେନା ପଣା ନୈବେଦ୍ୟ ଦେଲା। ଧୂପ ଦୀପ ଦେଇ ତହିଁ ଶଙ୍ଖ ବଜାଇଲା। ସାତ ବୋହୂ ଘେନି ସେବା କରୁଅଛି ଜହିଁ। ଦେଖିଣ ମଙ୍ଗଳା ଯେ ସାନନ୍ଦ ହେଲେ ତହିଁ। ଉଭା ଯେ ହୋଇଲେ ମାଏ ବିଜେ କରିଗଲେ। ତାର ପୁତ୍ର ମାନଙ୍କୁ ଯେ ପ୍ରାଣଦାନ ଦେଲେ। ସେହି ବର୍ଣ୍ଣ ସେହି ଚିହ୍ନ ତଥା ରୂପବନ୍ତ। କେହି ନ ଜାଣନ୍ତି ପ୍ରାଣେ ହୋଇଥିଲେ ହତ। କାଠ ପତ୍ର ମାଛ ଶାଗ ଘେନିଣଇଲେ। ଆପଣାର ଘରେ ଆସି ପ୍ରବେଶ ହୋଇଲେ। ତାହା ଦେଖି ଚାଣ୍ଡାଳୁଣୀ ହରସ ହୋଇଲା। ଜନ୍ମ ଅନ୍ଧ ଚକ୍ଷୁଦାନ କିଏ ବା ପାଇଲା। ଫୁଲ ପ୍ରସାଦ ମାଙ୍କର ଶିରରେ ଘେନିଲେ। ଜୟ ମା ମଙ୍ଗଳା ବୋଲି ଦଣ୍ଡବତ କଲେ। ଉତ୍ତମ ପଦାର୍ଥ ମାନ ଭୋଗ ଦେଇଥିଲେ। ସାତ ପୁତ୍ର ଯାକ ତାହା ଆନନ୍ଦ ହୋଇଲେ। ତାହା ଦେଖି ଚାଣ୍ଡାଳୁଣୀ ହୋଇଲା ଆନନ୍ଦ। ତାର ପୁତ୍ର ମାନେ ଯେ ଖାଇଲେ ମାଂସ ମଦ। ଦେଖିଥିବା ଲୋକମାନେ ତାଟକା ହୋଇଲେ। ହାଣିଥିଲେ ରାଜଦୂତ କେମନ୍ତେ ବଞ୍ଚିଲେ। ତାହା ଦେଖି ରାଜା ଆଗେ କହିଲେ କଦୂତେ। ହାଣିଥିଲୁ ଲୋକମାନେ ବଞ୍ଚିଲେ କେମନ୍ତେ। ତାହା ଶୁଣି ମହାରାଜା ହୋଇଲେ ସ୍ତବଧ। ପୁଣି ଆଜ୍ଞା ଦେଲେ ବୋଧେ ହୋଇ ଗଦଗଦ। ଆସନ୍ତା ମଙ୍ଗଳବାରେ ତାହାକୁ ମାରିବ। ଆରେ ଦୂତ ଏମନ୍ତ ଯେ ଉପାୟ କରିବ। ଗଜର ଦାନ୍ତରେ ଯେ ପ୍ରହାର କରାଇବ। ସବୁ ହିଁ କାଟିବ ଅସ୍ଥି ମଜାନ ରଖିବ। ଶ୍ୱାନ ହିଁ ଶୃଗାଳ ତାକୁ ଖାଇବେଟି ଝୁଣି। ଥୋକାଏ ବନିଶି ଥୋପ କରିବଟି ପୁଣି। ଆଜ୍ଞା ପାଇ ରାଜଦୂତେ ବେଗେ ଚଳିଗଲେ। ଯେ ଯାହାର ଘରେ ଯାଇ ପ୍ରବେଶ ହୋଇଲେ। ଶ୍ରୀ ଭଗବାନ ବାଚ ଏଥୁ ଅନ୍ତେ ଯାହା ହେଲା ଶୁଣ ହେ ଅର୍ଜୁନ। 8
ଦିନେ ପଡ଼ିଲା ମଙ୍ଗଳ ବାର ପୁଣ, ଏଣେ ଚାଣ୍ଡାଳୁଣୀ ପୂଜା ବିଧି ଆଣି ଗଲା। ହାଟ ବଜାର ବୁଲିଣ ପଦାର୍ଥ କିଣିଲା। ଦୂତମାନେ ଗୁପତରେ ଜଗି ବସିଥିଲେ, ଗଜର ଦାନ୍ତରେ ତାକୁ ପ୍ରହାର ସେ କଲେ। ଥୋକାଏ ମାଂସ କାଟିବ ନିଶି ଥୋପ କଲେ, ଥୋକାଏ ଶ୍ୱାନ ଶୃଗାଳ ମୁଖରେ ମେଲିଲେ। ଲୋକେ ଯେ ବୋଇଲେ ତାର ପୁତ୍ର ନାଶ ଗଲେ, କିସ କିସ ଲୋଡ଼ା ତୁହି କରୁଛୁ ବୋଇଲେ। ତାହା ଶୁଣି ଚାଣ୍ଡାଳୁଣୀ କାନ୍ଦି ଆସୁଥିଲା, ଯାଉଥିଲେ ମାଏ ତାକୁ ବାଟରେ ଭେଟିଲା। ମଙ୍ଗଳା ବୋଲନ୍ତି ତୁଲୋ କାନ୍ଦୁ କାହିଁ ପାଇଁ, ତୋର ପୁତ୍ର ମାନଙ୍କୁ ମୁଁ ଦେବଇଁ ଜିଆଇଁ। ମୋର ସେବା ଅର୍ଥ ତୁହି ବେଗ କରି ଯାଅ, ଝିଅ ବୋହୂ ଘେନି ମୋର ସେବା କରୁଥାଅ। ଏତେ ବୋଲି ମଙ୍ଗଳା ଯେ ବିଜେ କରିଗଲେ, ଅସ୍ଥି ମାଂସ ଏକ ଠାବ କରିଣ ରଖିଲେ। ଫୁଲ ପାଣି ଛିଞ୍ଚିଣ ସେ ଜୀବଦାନ ଦେଲେ। ଘରକୁ ଯେ ଯାଅ ବାବୁ ବୋଲିଣ ବୋଇଲେ, ତାହା ଶୁଣି ପୋଇ ଗଲେ ବେଗେ ବେଗେ ହୋଇ। ମରିଥିଲେ ବୋଲିଣ ଯେ ନ ଜାଣିଲେ କେହି, ତେଣେ ଚାଣ୍ଡାଳୁଣୀ ପୂଜା ବିଧି ସାରିଲା। ଫୁଲ ପ୍ରସାଦ ମାଙ୍କର ଶିରରେ ଘେନିଲା। ଜୟ ମା ମଙ୍ଗଳା ବୋଲି ବୋଲିବାର ବେଳେ, ତାର ପୁତ୍ର ମାନେ ଯେ ଆସିଲେ ତତକାଳେ। ଚିନି ମୁଆଁ ନବାତ ସାକର ପୁଣି ଖଇ, ଆନନ୍ଦ ହୋଇଲେ ତାର ପୁତ୍ର ମାନେ ଖାଇ। ତାହା ଦେଖି ଦୂତ ମାନେ ବେଗେ ଚଳିଗଲେ, ରାଜାର ଗ୍ରତେ ଯାଇ ବେଗେ ଜଣାଇଲେ। ହଣା ହୋଇଥିବା ଲୋକ ବଞ୍ଚିଲେ କପୁଣ, ଏହି କ୍ଷଣି ଆମ୍ଭେ ତାଙ୍କୁ ଅଇଲୁ ଦେଖିଣ। ଆରେ ଦୂତେ ତୁମ୍ଭେ ମାନେ ଏମନ୍ତ କରିବ, ଆସନ୍ତା ମଙ୍ଗଳବାରେ ତାହାକୁ ହାଣିବ। ଢିଙ୍କିରେ କୁଟିବ ମାଂସ ଶିଳରେ ବାଟିବ, ଏପରି କରିଣ ତାଙ୍କୁ କୂଅରେ ପୋତିବ। ତାହା ଶୁଣି ଦୂତ ମାନେ ବେଗେ ଚଳିଗଲେ, ସେ ଯାହାର ଘରେ ଯାଇ ପ୍ରବେଶ ହୋଇଲେ। ଏଥୁ ଅନନ୍ତରେ କିଛି ଦିନ ଗଲା ବହି, ମଙ୍ଗଳାଙ୍କ ପୂଜା ଦିନ ହୋଇଲା କତହିଁ।
ଠାବେ ଠାବେ ରହିଥିଲେ। ତାର 7 ପୁତ୍ରକୁ ଯେ ଖଡ଼ଗେ ହାଣିଲେ। ଢିଙ୍କିରେ କୁଟିଲେ ମାଂସ ଶିଳରେ ବାଟିଲେ। 7 ଗୋଟି ଗାତ ଖୋଳି ତାହାଙ୍କୁ ପୋତିଲେ। ତହୁଁ ଆସି ରାଜଦୂତେ ଛାମୁରେ କହିଲେ, 7 କୂପେ 7 ପୁତ୍ରେ ପୋତିଲୁ ବୋଇଲେ। ତାହା ଶୁଣି ମହାରାଜା ଆନନ୍ଦ ହୋଇଲେ। କେମନ୍ତ ପ୍ରକାରେ ସେହୁ ବଞ୍ଚିବେ ବୋଇଲେ। ପୁତ୍ର ମଲେ ବୋଲି ଚାଣ୍ଡାଳୁଣୀ ନ ଜାଣଇ। ଖଇ ମୁଆଁ ନବା ତ ଯେ ବଜାରୁ କିଣଇ। ଏମନ୍ତ ବେଳାରେ ଲୋକେ କହିଲେ କଥୋକେ, ତୋର 7 ପୁତ୍ର ରାଜା ପୋତିଲେ କୂପେ। ତାହା ଶୁଣି ଚାଣ୍ଡାଳୁଣୀ କାନ୍ଦି ଆସୁଥିଲା। ଆସୁଥିଲେ ମାଏ ତାଙ୍କୁ ବାଟରେ ଭେଟିଲା। ମାଏ ବୋଲୁଛନ୍ତି, ତୁଲୋ କାନ୍ଦୁ କାହିଁ ପାଇଁ? ଯା ଯା ତୋର ମନ ବାଞ୍ଛା ପୁରାଇବି ମୁହିଁ। ତାହା ଶୁଣି ଚାଣ୍ଡାଳୁଣୀ ବେଗେ ଚଳିଗଲା। ଝିଅ ବୋହୂ ସଙ୍ଗେ ଘେନି ସେବାରେ ବସିଲା। ଏମନ୍ତ ସମୟେ ଯେ ମଙ୍ଗଳା ଚଳିଗଲେ। ତାର ପୁତ୍ର ମାନଙ୍କୁ ଯେ କୂପରୁ ଡାକିଲେ। କାହିଁ ପାଇଁ ତୁମ୍ଭେ ମାନେ ପଶିଛ କୂପରେ? ତୁମ୍ଭ ମାତା ପୁତ୍ର ବୋଲି କାନ୍ଦୁଅଛି ଘରେ। ଡାକ ଶୁଣି ସମସ୍ତେ ଅଇଲେ ଯେଝା ମତେ। କେହି ନ ଜାଣନ୍ତି ପ୍ରାଣେ ହୋଇଥିଲୁ ହତ। ମାଛ ଶାଗ କାଠ ପତ୍ର ଘେନିଣ ଚଳିଲେ। ତାହା ଦେଖି ଚାଣ୍ଡାଳୁଣୀ ଆନନ୍ଦ ହୋଇଲା। ଫୁଲ ପ୍ରସାଦ ତାହାର ପୁତ୍ର ମୁଣ୍ଡେ ଦେଲା। ମଦ ମାଂସ ଭୁଞ୍ଜିଣ ସେ ଆନନ୍ଦ ହୋଇଲେ। ଦେଖି ଯାଇ ରାଜଦୂତେ ରାଜାଙ୍କୁ କହିଲେ। ତାହା ଶୁଣି ମହାରାଜା ସ୍ତବ୍ଧ ଯେ ହୋଇଲେ। କୌଣସି ପ୍ରକାରେ ତାଙ୍କୁ ବୋଧି ନ ପାରିଲେ। ବୁଦ୍ଧି ନ ସ୍ଫୁରଇ ଅହର୍ନିଶି ଚିନ୍ତା କଲେ। ଆରେ ଦୂତ ମାନେ ତୁମ୍ଭେ ମୁଁ ତ ଯେ କର। ଯତନ କରିଣ ଯେ ନିର୍ମାଣ ଯଉ ଘର। ଆସନ୍ତା ମଙ୍ଗଳବାରେ ତାହାଙ୍କୁ ହାଣିବ। ଯତନ କରିଣ ଯଉ ଘରରେ ଭରିବ। ଯଉ କବାଟ କିଳିଣ ବନ୍ଦ ଯେ କରିବ। ନିର୍ବନ୍ଧ କରିଣ ତହିଁ ଅଗ୍ନି ଲଗାଇବ। ଆଜ୍ଞା ପାଇ ଦୂତ ମାନେ ବେଗେ ଚଳିଗଲେ। ଯତନ କରିଣ ଯଉ ଘର ବନାଇଲେ।
ଏଥୁ ଅନନ୍ତରେ କେତେ ଦିନ ଗଲା ତହିଁ ମଙ୍ଗଳାଙ୍କ ପୂଜା ଦିନ ହୋଇଲା କତହିଁ ସେଦିନରେ ଚାଣ୍ଡାଳୁଣୀ ପ୍ରଭାତ ଉଠିଲା ପୂର୍ବ ପରକାରେ ଘର ବାହାର ଲିପିଲା ଏଣେ ଦୂତ ମାନେ ତାର 7 ପୁତ୍ର ହାଣି ଯଉ ଘରେ ଭରି ଅଗ୍ନି ଲଗାଇଲେ ପୁଣି ପୁତ୍ର ମଲେ ବୋଲି ଚାଣ୍ଡାଳୁଣୀ ନ ଜାଣିଣ ପୂଜା ବିଧି ମାନ ସେ ଯେ ଖୋଜିଣ ଆଣିଣ ଲୋକେ ଯେ ବୋଇଲେ ତୁଲୋ ଶୁଣ ଚାଣ୍ଡାଳୁଣୀ ତୋର ପୁତ୍ର ମାନେ ରାଜା ମାଇଲେ କପୁଣି ଯଉ ଘରେ ପୁରାଇଣ ଅଗ୍ନି ଲଗାଇଲେ କିସ କିସ ଲୋଡ଼ା ତୁହି କରୁଅଛୁ ଭଲେ ତାହା ଶୁଣି ଚାଣ୍ଡାଳୁଣୀ ବିକଳ ହୋଇଲା ଅଗାଧ ସମୁଦ୍ରେ ମୋର ଭେଳା ଯେ ବୁଡ଼ିଲା ଆରେ ଆରେ ପୁତ୍ର ମୋର କେଣେ ଛାଡ଼ି ଗଲ ଅପୁତ୍ରିକ ଦଶା ବାବୁ ମୋତେ ଯେ ବିହିଲ ଚାଣ୍ଡାଳୁଣୀ ଏହିପରି କାନ୍ଦି ଆସୁଥିଲେ ମାଏ ତାକୁ ବାଟରେ ଭେଟିଲା ମଙ୍ଗଳା ବୋଲନ୍ତି ତୁଲୋ କାନ୍ଦୁ କାହିଁ ପାଇଁ ଯା ତୋର ପୁତ୍ରଙ୍କୁ ମୁଁ ଦେବଇଁ ଜିଆଇ ତାହା ଶୁଣି ଚାଣ୍ଡାଳୁଣୀ ବେଗେ ଚଳିଗଲା ଆପଣାର ଘରେ ଯାଇ ପ୍ରବେଶ ହୋଇଲା ପୂର୍ବ ପରକାରେ ପୂଜା ବିଧି ଯେ ଭିଆଇ ଗଙ୍ଗା ଜଳ ଛିଞ୍ଚି ତହିଁ ବସିଲେ ଯାଇ ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା ଅପୂର୍ବ ପଦାର୍ଥ ମାନ ସବୁ ସମର୍ପିଲା ଛେଳି ଯେ କୁକୁଡ଼ା ତହିଁ ବଳିଦାନ ଦେଇ ଶଙ୍ଖ ହୁଳହୁଳି ଦେଇ ବିନୟ ବୋଲଇ ଏମନ୍ତ ସମୟେ ତାର 7 ପୁତ୍ର ଗୋଟି ପୂର୍ବରୁ ଅଧିକ କରି ରୂପରେ ଖଦିସି କେତେ ବଡ଼ ଅଗ୍ନିରେ ନହିଲେ ପ୍ରାଣନାଶ ଦେଖିଣ ମଙ୍ଗଳା ହୋଇଲେ ହସ ହସ ଦେହୁଡ଼ି ପରାଏ ଅଗ୍ନି ଜଳୁଅଛି ଯହୁଁ ଲୋକଲୋଚନକୁ ଭୟ ଦିଶୁଅଛି ତହୁଁ ଯଉ ଘର ପାଶେ ଯାଇ ମଙ୍ଗଳା ଡାକିଲେ ଘରକୁ ଯେ ଯାଅ ବାବୁ ବୋଲିଣ ବୋଇଲେ ଶୁଣି ପୁତ୍ର ଆସନ୍ତି ଯେ ତର ତର ହୋଇ ଯଉ ଘର ଅଗ୍ନି ତାଙ୍କୁ ଶୀତଳ ଲାଗଇ ମାଛ ଶାଗ କାଠ ପତ୍ର ଘେନିଣ ହୋଇଲେ ଆପଣାର ଘରେ ଯାଇ ପ୍ରବେଶ ହୋଇଲେ
ତାହା ଦେଖି ଚାଣ୍ଡାଳୁଣୀ ଆନନ୍ଦ ହୋଇଲା। ବେଗ ବେଗ କରି ପୂଜା ବିଧି ଯେ ସାରିଲା। ପୂଜା ସାରି ଚାଣ୍ଡାଳୁଣୀ ଦଣ୍ଡବତ କଲା। ଫୁଲ ପ୍ରସାଦ ନେଇ ପୁତ୍ର ତୁଣ୍ଡେ ଦେଲା। ଖଇ ମୁଆଁ ନବାତ ସାକର ଚିନି ଖଇ। ଆନନ୍ଦ ହୋଇଣ ଚାରି ପୁତ୍ରମାନେ ଖାଇ। ଛେଳି ଯେ କୁକୁଡ଼ା ବଳି ଦାନ ଦେଇଥିଲେ। ମାଂସ ମଦ ଖାଇଣ ଯେ ଆନନ୍ଦ ହୋଇଲେ। ତାହା ଦେଖି ରାଜଦୂତେ ବେଗେ ଚଳିଗଲେ। ରାଜାର ଗ୍ରତେ ଯାଇ ବାରତା କହିଲେ। ପାଦେ ପଡ଼ି କର ଯୋଡ଼ି ଜଣାଇଲେ ଦୂତେ। ଯୋଉ ଘରେ ମଲା ଲୋକ ଆସିଲେ ତୁରିତେ। ତାହା ଶୁଣି ମହାରାଜା ବିସ୍ମୟ ହୋଇଲେ। ଆପଣା ଆପଣା ମନେ ମନେ ଚିନ୍ତା କଲେ। ବାଇକି ବାତୁଳ ମୋର ବୁଦ୍ଧି ହେଲା ହୀନ। ପାପ ପୁଣ୍ୟ ବିଚାରଣ କଲା ମୋର ମନ। ବୁଦ୍ଧିମନ୍ତ ଥିଲେ ମୁଁ କି ଏମନ୍ତ କରନ୍ତି। ଏହି ରୂପେ ଧରି ମୁହିଁ ବାଳକ ନ ବଞ୍ଚି। ପୁଣ୍ୟ କଲା ଲୋକମାନେ ସ୍ୱର୍ଗରେ ବସନ୍ତି। ପାପ କଲା ଲୋକମାନେ ନରକେ ପଡ଼ନ୍ତି। ଏତେ ଭାବି ମହାରାଜା ଆପणे ଉଠିଲା। ଚାକର ମାନଙ୍କୁ ଡାକି ବଚନ ବୋଇଲା। ଚାଲ ଚାଣ୍ଡାଳୁଣୀ ଘୋର ଯିବା ବେଗ ହୋଇ। ତାହାର ସଙ୍ଗରେ ମିତ୍ର ହୋଇବ ମୋହି। କେ ବଣ ଦେବତା ପୂଜା କରୁଅଛି ସେଇ। ତାହା ପାଦେ ଆମ୍ଭେ ପୂଜା କରିବା ହୋ ଯାଇ। ଏତେ ବୋଲି ମହାରାଜା ବିଜେ କରିଗଲେ। ଚାଣ୍ଡାଳୁଣୀ ଦ୍ୱାରେ ଯାଇ ପ୍ରବେଶ ହୋଇଲେ। ତାହା ଦେଖି ଚାଣ୍ଡାଳୁଣୀ ପାଦରେ ପଡ଼ିଲା। ଉଠି କର ପତ୍ର ଯୋଡ଼ି ଛାମରେ କହିଲା। କି ନିମନ୍ତେ ମହାରାଜା ବିଳମ୍ବେ ହୋଇଲା। ଆଚମ୍ବିତ ହୋଇ ମୋତେ ତାଟକା ଲାଗିଲା। ରାଜା ବୋଲୁଛନ୍ତି ତୁଲ ଶୁଣ ଚାଣ୍ଡାଳୁଣୀ। ତୋହର ସଙ୍ଗରେ ମିତ୍ର ହୋଇବ ପୁଣି। ବହୁତ ପ୍ରକାରେ ଶାସ୍ତି ଦେଲି ଯେ ତୁମ୍ଭଙ୍କୁ। ଆସିଅଛୁ ଦୋଷା ଦୋଷ କ୍ଷମା ମାଗିବାକୁ। କେଉଁ ଦେବତାର ପୂଜା କରୁଅଛ ତୁମ୍ଭେ। ଆମ୍ଭରାଣୀ ପୂଜା ଯେ କରିବ ତୁମ୍ଭ ସଙ୍ଗେ। ରାଜନର ନାରୀ ମାନେ ସମସ୍ତେ ଆସିବେ। ତୁମ୍ଭର ଦୁଆରେ ଆସି
ପୂଜା ଯେ କରିବେ। ଚାଣ୍ଡାଳୁଣୀ ବୋଲୁଅଛି आहे ମହାରାଜା, ଛେଳି ଯେ କୁକୁଡ଼ା ଆମ୍ଭ ମଙ୍ଗଳାଙ୍କ ପୂଜା। ହୀନ ଜାତି ସଙ୍ଗେ ତୁମ୍ଭେ ମୈତ୍ର ହୋଇବ, ଛେଳି ଯେ କୁକୁଡ଼ା ମଦ ମାଂସ ହିଁ ଖାଇବ। ତେବେ ତୁମ୍ଭ ସଙ୍ଗେ ମିତ୍ର ହୋଇବ ମୁହିଁ, ନୋହିଲେ ମୋ ପ୍ରୟୋଜନ ଏଥେ କିଛି ନାହିଁ। ତାହା ଶୁଣି ମହାରାଜା ସନମତ କଲା, ଚାଣ୍ଡାଳୁଣୀ ସଙ୍ଗତରେ ମୈତ୍ର ହୋଇଲା। ଶ୍ରୀ ଭଗବାନ ବାଚ। ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଶୁଣ ହେ ଅର୍ଜୁନ, ଚାଣ୍ଡାଳୁଣୀ ସାଙ୍ଗ ମିତ୍ର ହେଲେ କରାଜନ। ଏଥୁ ଅନନ୍ତରେ କିଛି ଦିନ ଗତ ହେଲା, ମଙ୍ଗଳାଙ୍କ ପୂଜା ଦିନ ପ୍ରବେଶ ହୋଇଲା। ସେଦିନକେ ଚାଣ୍ଡାଳୁଣୀ ପ୍ରଭାତ ଉଠିଲା, ଏକ ବନ ଗାଈର ସେ ଗୋବର ଆଣିଲା। ଉତ୍ତମ କରିଣ ଘର ଦୁଆର ଲିପିଲା, ଖଇମୁଆଁ ଆଣିବାକୁ ବଜାରକୁ ଗଲା। ସେଦିନରେ ମହାରାଜା ପ୍ରଭାତ ଉଠିଲେ, ଡେଙ୍ଗୁରା ଫିଟାଇଣ ଡାକ ଯେ ଦିଆଇଲେ। ଆଜି ନଗ୍ର ନାରୀ ମାନେ ସମସ୍ତେ ଯେ ଯିବ, ଚାଣ୍ଡାଳୁଣୀ ଦ୍ୱାରେ ଯାଇ ମଙ୍ଗଳା ସେବିବ। ଏହା ବୋଲି ଦୂତ ମାନେ ଡାକ ଯେ ଦିଅନ୍ତି, ନ ଜାଣିଲା ଲୋକଙ୍କୁ ବୁଝାଇ ସେ କହନ୍ତି। ତାହା ଶୁଣି ନଗ୍ର ନାରୀ ଗଲେ ସମସ୍ତ, ଚାଣ୍ଡାଳୁଣୀ ଦ୍ୱାରେ ଯାଇ ହେଲେ ଉପସ୍ଥିତ। ପାଦେ ଗତି କରି ରାଣୀ ବିଜେ କରି ଗଲେ, ଚାଣ୍ଡାଳୁଣୀର ଦ୍ୱାରେ ଯାଇ ପ୍ରବେଶ ହୋଇଲେ। ସେହି ଚାଣ୍ଡାଳୁଣୀ ବଜାରକୁ ଯାଇଥିଲା, ଆପଣା ଗୃହରେ ଆସି ପ୍ରବେଶ ହୋଇଲା। ବେଦିର ଉପରେ ଏକ ଘଟ ଯେ ବସାଇ, ଗଙ୍ଗା ଜଳ ଛିଞ୍ଚୁ ପାଶେ ବସିଲେ କଜାଇ। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଇ, ଜୟ ମା ମଙ୍ଗଳା ବୋଲି ବିନୟ କହି। ରାଜନର ନାରୀ ପର ପତ୍ର ଯେ ଯୋଡ଼ିଲେ, ଜୟ ମା ମଙ୍ଗଳା ବୋଲି ଉଚ୍ଚେ ଡାକ ଦେଲେ। ଶଙ୍ଖ ହୁଳହୁଳି ଦିଅନ୍ତି ଚାଣ୍ଡାଳୁଣୀ ଗୃହେ, ମୁଖର ଶବଦ ସେ ଶୁଭଇ ଗହ ଗହ। ଏମନ୍ତ ପ୍ରକାର ପୂଜା ବିଧି ସାରିଲେ, ଫୁଲ ପ୍ରସାଦ ମାଙ୍କର ଶିରରେ ଘେନିଲେ। ରାଜା ରାଣୀ ନଗ୍ର ଲୋକେ ପୂଜା ଯେ ସାରିଲେ, ଜୟ ମା ମଙ୍ଗଳା ବୋଲି ଦଣ୍ଡବତ କଲେ। ଫୁଲ ପ୍ରସାଦ ମାଙ୍କର ଶିରରେ ଘେନିଲେ, ମଙ୍ଗଳା ସୁମରି କେନ୍ଦୁ ଚାର ହିଁ ଖାଇଲେ। ଏଥୁ ଅନନ୍ତରେ ତୁମ୍ଭେ ଶୁଣ ହେ ଅର୍ଜୁନ, ମଦ ମାଂସ ଭୁଞ୍ଜିବାକୁ ବସିଲେ ରାଜନ। ତାହା ଦେଖି ମଙ୍ଗଳା ଯେ ଆନନ୍ଦ ହୋଇଲେ, ରାଜାର ଭକତି ଦେଖି ପ୍ରସନ୍ନ ହୋଇଲେ। ମଦ ମାଂସ ଭୁଞ୍ଜି ରାଜା ବସିଲେ କଜାଇ, ଦେଖୁ ଦେଖୁ ମଦ ଦୁଧ ପାଲଟିଲା ତହିଁ। ଅମୃତ ହୋଇଲା ମାଂସ ମଦ ହେଲା ଦୁଧ, ଦେଖିଣ ଯେ ମହାରାଜା ହୋଇଲେ ସ୍ତବଧ। ଧନ୍ୟ ଧନ୍ୟ ମଙ୍ଗଳା ଗୋ ବୋଲିଣ ବୋଇଲେ, ମଙ୍ଗଳା ସୁମରି ସେହୁ ଭୁଞ୍ଜିଣ ବସିଲେ। ଆଚମନ ସାରି ରାଜା ବିଜେ କରି ଗଲେ, ଆପଣା ନବରେ ଯାଇ ପ୍ରବେଶ ହୋଇଲେ। ରାଜନର ନାରୀ ମାନେ ସମସ୍ତେ ଯେ ଗଲେ, ଆପଣା ଆପଣା ଘରେ ପ୍ରବେଶ ହୋଇଲେ।
ଏଥୁ ଅନନ୍ତରେ ତୁମ୍ଭେ ଶୁଣ ହେ ଅର୍ଜୁନ, ସେହିଦିନ ଗର୍ଭବାସ ହେଲେ ନାରୀମାନ। 10 ମାସ 10 ଦିନ ହୋଇଲେ କପୁଣି, ପେଟ ତ ବଞ୍ଚାବ କରୁଅଛି କିଣି କିଣି। ଏହି ରୂପେ ପୁତ୍ର ଯେ ଦୁହିତା କଲେ ଜାତ, ମଙ୍ଗଳା ସୁମରି ମନେ ହୁଅନ୍ତି ଉଷତ। ରାଣୀ ମହାଦେଇ ଯେ ଆନନ୍ଦ ହେଲେ ତହୁଁ, ରାଜନର ନାରୀଙ୍କ ଆନନ୍ଦ କିଏ କହୁଁ। ଶ୍ରୀ ଭଗବାନ ବାଚ ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ହେ ଅର୍ଜୁନ, ଏହି ରୂପେ ତାହାଙ୍କୁ ସେ ଦେଲେ ପୁତ୍ର ଦାନ। ଏହି ରୂପେ ମଙ୍ଗଳାଙ୍କ ପୂଜା ଯେ କରିବ, ଦିନୁ ଦିନ ବଂଶ ତାର ବର୍ଦ୍ଧିତ ହୋଇବ। ଧନ ଜନ ପୁତ୍ର ଚିତ୍ତ ଆବର ଦୁର୍ଗତି, ମଙ୍ଗଳା ସେବାରେ ଆଉ ନଥାଏ ବିପତ୍ତି। ଅର୍ଜୁନକୁ ବୁଝାଇ କହନ୍ତି ପିତବାସ, ଭାବରେ ଭଣିଲେ ହା ବଳରାମ ଦାସ। ଜୟ ମା ମଙ୍ଗଳା।